ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଶା କରୁଛି ସମସ୍ତେ ଭଲ ଥିବେ। ଆଉ ମୁଁ ଗୋଟେ ବାକ୍ୟ ଆପଣମାନଙ୍କର ସମ୍ମୁଖରେ ରଖିବାକୁ ଇଚ୍ଛା କରୁଛି। ପ୍ରକାଶିତ ତାର 13 ପର୍ବ ତାର 15 ଅଧ୍ୟାୟରେ ଆମେ ପାଠ କରିବା। ଆଉ ସେଇ ଜାଗାରେ ବହୁତ ସୁନ୍ଦର ବିଷୟ ଆମମାନେ ଜାଣିପାରିବା। ଆସନ୍ତୁ ସମସ୍ତେ ବାକ୍ୟରେ ମନ ଦେବା। କଥା କହିପାରେ ଯେତେ ଲୋକ ପଶୁର ସେହି ପ୍ରତିମାକୁ ପ୍ରଣାମ ନ କରନ୍ତି ସେମାନେ ଯେପରି ବଧ କରାଯିବେ ବା ତାକୁ ନମସ୍କାର ନ କଲେ ମାରିଦେବେ। କି ଆଶ୍ଚର୍ଯ୍ୟ ବିଷୟ। ହେଲେ ଆପଣମାନେ ତ ଯେତେ ଖ୍ରୀଷ୍ଟାନ ଭାଇ ଭଉଣୀ ମା ବାପା ବିଶପ ରେଭରେଣ୍ଡ ଆଉ ଯେତେ ଜଣ ଅଛନ୍ତି ପୃଥିବୀରେ ସମସ୍ତଙ୍କୁ ସେଇ ପଶୁର ଚିହ୍ନ ନେବାକୁ ତ ବାଧ୍ୟ କରିବ। ଆପଣମାନେ କ'ଣ କରିବେ ସେଟା ମୋତେ ଟିକେ ଆପଣମାନେ ଜଣାଇ ପାରିବେ କି? ଦୟାକରି ସେଇ ପଶୁର ଚିହ୍ନ 66ଟି ଲମ୍ବ ଲଗାଇବା ପାଇଁ ସେ ବାଧ୍ୟ କରିବ। ନହେଲେ ତ ଆପଣମାନେ କିଛିଟା କିଣିପାରିବେ ନାହିଁ, କି ଆଣିପାରିବେ ନାହିଁ, କି ଖାଇପାରିବେ ନାହିଁ। ସେ ଚାହିଁଲା ବେଳେ ତୁମକୁ ତ ସେ ମର୍ଡର ମଧ୍ୟ କରିପାରିବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଶା କରୁଛି ଆପଣମାନେ ବୁଝୁଥିବେ ଆଉ ବିଶ୍ୱାସ କରୁଛି ଏଇ ବାକ୍ୟକୁ ଏଇଟା ମୁଁ ଲେଖି ନାହିଁ କି ମୁଁ ଆପଣମାନଙ୍କୁ କହୁନାହିଁ। ଯାହା ବାକ୍ୟରେ ଲେଖା ଅଛି ପବିତ୍ର ଆତ୍ମା ଦ୍ୱାରା ଯେଉଁମାନେ ଲେଖିଥିଲେ ସେଇ ପୁସ୍ତକକୁ ଆମେ ପାଠ କରୁଅଛୁ। ଏଇଟା କୌଣସି କାଲ୍ପନିକ ବିଷୟ ନାହିଁ କି କାମଖାଲି ଏଇ ବାକ୍ୟ ନୁହେଁ, ଯେଉଁଟାକି ଜୀବନ୍ତ ଈଶ୍ୱରଙ୍କର ପୁତ୍ର ତାହାଙ୍କର ବାକ୍ୟ ଆମମାନେ ଦେଖୁଅଛୁ। ବଧ କରାଯିବେ। ଏଥିପାଇଁ ତାହାକୁ ସେହି ପଶୁର ପ୍ରତିମାକୁ ଜୀବନ ଦାନ Good, you okay? Samsung phone 350, yeah? Yes, that's right, yes. Okay. Doesn't work? There we go. What do you do? Magic. Huh? Magic. Magic. प्रेज द लॉर्ड जय मसीह की। ये देखिए बाइबल की भविष्यवाणी पूरी हो रही है। रेवलेशन 13:16 में लिखा, और उसने छोटे बड़े धनी कंगाल स्वतंत्र दास सबके दाहिने हाथ या उनके माथे पर एक एक शाप करा दी। और आप ये शाप जैसे ये देख रहे हो यहाँ पे, अगर आपको कोई सामान लेना है तो आपको ये स्कैन करवाना पड़ेगा। उसी तरह आप आगे देखिए, जो गाड़ी है इसका लॉक खोलना है तो आपको स्कैन करो, लॉक खुल जाएगा। फ़ोन का लॉक है, इस चिप के द्वारा आपका फ़ोन अनलॉक हो जाएगा। सो ये शैतान के हथियार हैं। सो बाइबल की भविष्यवाणी पूरी हो रही हैं। ଆଉ ସେଇ ସାନ ଓ ବଡ଼ ଧନୀ ଓ ଦରିଦ୍ର ସ୍ୱାଧୀନ ଓ ପରାଧୀନ ସମସ୍ତଙ୍କୁ ସେମାନଙ୍କ ଦକ୍ଷିଣ ହସ୍ତରେ କିମ୍ବା କପାଳରେ ଗୋଟିଏ ଚିହ୍ନ ଧାରଣ କରିବାକୁ ବାଧ୍ୟ କରାଏ। ଦେଖିଲ, ଏ ବାଧ୍ୟ କରିବ ସେ ଚିହ୍ନକୁ ଧାରଣ କରିବା ପାଇଁ। କପାଳେ ନହେଲେ এই হস্তরে বাধ্য କରାଇବ।
ସେ ଚିହ୍ନ ଯଦି ନ ଲଗାଇବ ଆପଣମାନଙ୍କୁ ଖାଇବା ପାଇଁ ମିଳିବ ନାହିଁ। ସେ ଚିହ୍ନ ଲଗାଇଥିଲେ କେଉଁ ଦୋକାନରେ ଯିବ ବୋଲେ ଏମିତି କରି ଖାଲି ଜଷ୍ଟ ସେ ଚିହ୍ନକୁ ଏମିତି ସର୍ଚ୍ଚ କରିଦେବ, ତାହେଲେ ଆପଣଙ୍କୁ ମନରେ ଯେଉଁଟା ଭାବିବେ ସେଇଟା ମିଳିଯାଉଥିବ। ସେମିତି ରାଜ୍ୟ ଗଢ଼ିବାକୁ ଯାଉଛି ଭଣ୍ଡକିଷ୍ଟ। ସେଇ ସରକାର ମାଧ୍ୟମ ଦେଇକରି ସେ ଭଣ୍ଡକିଷ୍ଟ ବାହାରିବ। ପୁଣି ସେହି ଚିହ୍ନ ଅର୍ଥାତ୍ ପଶୁର ନାମ କିମ୍ବା ତାହାର ନାମ ସଂଖ୍ୟା ଧାରଣ କରିନଥିବା ଲୋକକୁ କ୍ରୟ ବିକ୍ରୟ କରିବାକୁ ନିଷିଦ୍ଧ କରାଏ। ତାହାଠାରେ ଜ୍ଞାନ ଅଛି। ଏହାଠାରେ ଜ୍ଞାନ ଅଛି ଆବଶ୍ୟକ। ଯାହା ବୁଦ୍ଧି ଅଛି ସେ ପଶୁର ସଂଖ୍ୟା ଗଣନା କରୁ, କାରଣ ତାହା ଜଣେ ମନୁଷ୍ୟର ସଂଖ୍ୟା, ଆଉ ତାହାର ସଂଖ୍ୟା ହେଉଅଛି 660। ହାଲେଲୁୟା। ଆପଣମାନେ ବୁଝି ହେବେ ପ୍ରଭୁଙ୍କର ଲୋକମାନଙ୍କୁ ଏହି ପ୍ରକାର କରାଯିବ। କିଣା ବିକା କରିବାକୁ ଦେବେ ନାହିଁ, ଆଉ ଖ୍ରୀଷ୍ଟାନ ଲୋକମାନଙ୍କୁ ମାରିଦେବେ। ଆଉ ଆପଣମାନେ ପ୍ରାର୍ଥନାରେ ରୁହନ୍ତୁ, ଆହୁରି ଅଧିକରୁ ଅଧିକ ବଳବାନ ହୁଅନ୍ତୁ। ଆତ୍ମାରେ, ଶକ୍ତିରେ ସମସ୍ତ ବିଷୟ ଆପଣମାନଙ୍କୁ ପ୍ରଭୁ ପ୍ରଦାନ କରିବେ। ଆପଣମାନେ ପ୍ରାର୍ଥନାକୁ ପ୍ରଥମ ସ୍ଥାନ ଦିଅନ୍ତୁ। ଆଉ ମୁଁ ଏତିକି କହି ସମସ୍ତଙ୍କୁ ମୋର ଖ୍ରୀଷ୍ଟ ନମସ୍କାର ଜଣାଏ। ନମସ୍କାର।